ପିଲାମାନେ ସୁରଭି 2024 ବର୍ତ୍ତମାନ ଆରମ୍ଭ ହୋଇଛି। ଏଇଥିରେ କନିଷ୍ଠ ବିଭାଗରେ ଯେଉଁ ଆମକୁ ବକ୍ତୃତା ପ୍ରତିଯୋଗିତା ପାଇଁ ବିଷୟବସ୍ତୁ ଦିଆଯାଇଛି ତାହା ହେଉଛି ଓଡ଼ିଶାର ଲୋକକଳା ସମୃଦ୍ଧିରେ ମୋର ଭୂମିକା। ତ ତୁମେମାନେ ଜାଣିଥିବ ବକ୍ତୃତା ପ୍ରତିଯୋଗିତା ପାଇଁ 3 ମିନିଟ୍ ସମୟ ଦିଆଯାଇଛି। ତ ଚେଷ୍ଟା କରିବ ମୁଁ ତୁମ ପାଇଁ ଯେଉଁ ଭିଡ଼ିଓଟି ନେଇ ଆସିଛି ଏହି ସମ୍ପୂର୍ଣ୍ଣ ବକ୍ତୃତାକୁ 3 ମିନିଟ୍ ଭିତରେ ଶେଷ କରିବାକୁ। ଯେହେତୁ ମୁଁ ତୁମକୁ ଧୀରେ ଧୀରେ ପଢ଼ି ଶୁଣାଇବି ତ ଏଇଟା ଟିକେ ଅଧିକ ସମୟ ଲାଗିବ, କିନ୍ତୁ ତୁମେ ଚେଷ୍ଟା କରିବ ଏହାକୁ ଭଲ ଭାବେ ପ୍ରାକ୍ଟିସ୍ କରିକି 3 ମିନିଟ୍ ଭିତରେ କହିବା ପାଇଁ। ତ ଏହାକୁ ମୁଁ ଗୋଟେ ନୂଆ ଢଙ୍ଗରେ ଆଣିଛି। ପ୍ରଥମେ ଦେଖ, ଗୋଟେ ଗୀତ ମାଧ୍ୟମରେ ଆମେ ଲେଖିବା ଆଉ ଏ ବକ୍ତୃତାକୁ ଆରମ୍ଭ କରିବା। ଓଡ଼ିଶାର ଲୋକକଳା ସମୃଦ୍ଧିରେ ମୋର ଭୂମିକା। ଲୋକକଳା ଯେ ଆମ ସଂସ୍କୃତିର ପରିଚୟ କେବେ ଭୁଲିବି ନାହିଁ। ଲୋକକଳା ଯେ ଆମ ସଂସ୍କୃତିର ପରିଚୟ କେବେ ଆମେ ଭୁଲିବି ନାହିଁ। ଏହାର ସମୃଦ୍ଧିରେ ଯୋଗଦାନ ଦେବି ପ୍ରତିଜ୍ଞା କରୁଛି ମୁହିଁ। ଏହାର ସମୃଦ୍ଧିରେ ଯୋଗଦାନ ଦେବି ପ୍ରତିଜ୍ଞା କରୁଛି ମୁହିଁ। ଏହି ଗୀତଟିକୁ ତୁମେ 2-2 ଥର ରିପିଟ୍ କରି କହିବ, ଯାହାଦ୍ୱାରା ଏହା ଶ୍ରୁତି ମଧୁର ହେବ। ବର୍ତ୍ତମାନ ଆଗକୁ ଯିବା। ପ୍ରତିଯୋଗିତାର ଉଚ୍ଛଳ ତରଙ୍ଗ। ଆଜିର ଏହି ଶାନ୍ତ ମୁଗ୍ଧ ପରିବେଶରେ ଉପସ୍ଥିତ ବରେଣ୍ୟ ବିଚାରକ ମଣ୍ଡଳୀ, ପୂଜ୍ୟ ଗୁରୁଜନ ବୃନ୍ଦ, ମୋର ପ୍ରତିଯୋଗୀ ଭାଇ ଓ ଭଉଣୀଗଣ ଓ ଏଠାରେ ଉପସ୍ଥିତ ଇଚ୍ଛୁକ ତଥା ମୁଗ୍ଧ ଶ୍ରୋତାଗଣ। ଆଜିର ଏହି ସୁରଭି କାର୍ଯ୍ୟକ୍ରମରେ ବକ୍ତୃତା ପ୍ରତିଯୋଗିତାରେ ଦତ୍ତ ବିଷୟବସ୍ତୁ ରହିଅଛି ଓଡ଼ିଶାର ଲୋକକଳା ସମୃଦ୍ଧିରେ ମୋର ଭୂମିକା। ଏହା ଉପରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଅଛି। ଏହି ବିଷୟକୁ ଆଗକୁ ଯିବା ପୂର୍ବରୁ ପ୍ରଥମେ ଆମେ ବୁଝିବା ଲୋକକଳା କ'ଣ। ଲୋକକଳା ହେଉଛି କୌଣସି ସମ୍ପ୍ରଦାୟ ବା ସମୁଦାୟର ବିଶ୍ୱାସ, ବିଚାର, ନୈତିକତା, ସଂଘର୍ଷ, ଧୈର୍ଯ୍ୟ ଓ ସଫଳତାର କାହାଣୀକୁ କୌଣସି ଚିତ୍ରକଳା ବା ନୃତ୍ୟକଳା ଇତ୍ୟାଦି ଦ୍ୱାରା ପ୍ରଦର୍ଶନ କରାଇବା। ଆମ ରାଜ୍ୟ ଓଡ଼ିଶାର ଲୋକକଳା ବେଶ୍ ଉଚ୍ଚକୋଟୀର। ଏହାର ଲୋକକଳା ଦେଶ ତଥା ବିଦେଶରେ ଲୋକମାନଙ୍କୁ ଆଦୃତ କରିବା ସହିତ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସମ୍ବଲପୁର ନୃତ୍ୟ ହେଉ ବା ଓଡ଼ିଶୀ ନୃତ୍ୟ ହେଉ, ସେ ଗୋଟିପୁଅ ନୃତ୍ୟ ହେଉ ବା କୋରାପୁଟର ଢେମ୍ସା ନାଚ ହେଉ, ଏ ସମସ୍ତ ଲୋକକଳା ଆଜି ଓଡ଼ିଶାକୁ ବିଶ୍ୱ ଦରବାରରେ ଏକ ନୂତନ ସ୍ଥାନ ଦେଇଛି। ବିଭିନ୍ନ ରାଜ୍ୟ ତଥା ଦେଶର ଲୋକ ଆମ ସମ୍ବଲପୁରୀ ଡାଲଖାଇ ନାଚ, ଓଡ଼ିଶୀ ନାଚର ତାଳେ ତାଳେ ନାଚୁଥିବାର ଆମେ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ପାଇଥାଉ। ଏହା ଆମ ମାଟି ପାଇଁ ଗର୍ବର ବିଷୟ ନୁହେଁ ତ ଆଉ କ'ଣ? କେବଳ ନୃତ୍ୟକଳା ନୁହେଁ, ଓଡ଼ିଶାର ହସ୍ତକଳା, ସମ୍ବଲପୁରୀ ଶାଢ଼ୀ, ତାରକାସୀ କାରୁକାର୍ଯ୍ୟ ଆଦି ସମସ୍ତଙ୍କୁ ଓଡ଼ିଶା ପ୍ରତି ଆକର୍ଷିତ କରିପାରିଛି। କିନ୍ତୁ ଏହି ଲୋକକଳାର ସମୃଦ୍ଧିରେ ମୋର ଭୂମିକା କ'ଣ ହେବା ଉଚିତ? ଶିଖିବା ଓ ପ୍ରସାର କରିବା। ମୁଁ ଆମ ଲୋକକଳା ସମ୍ବନ୍ଧରେ ଭଲ ଭାବେ ଜାଣି ତାହାକୁ ହୃଦୟଙ୍ଗମ କରି ନିଜ ବନ୍ଧୁ ଓ ପରିବାର ବର୍ଗମାନଙ୍କୁ ଏହାର ତାତ୍ପର୍ଯ୍ୟ ସମ୍ବନ୍ଧରେ ଅବଗତ କରାଇବି। ସହଯୋଗ। ଆମ ଅଞ୍ଚଳରେ ଥିବା ବିଭିନ୍ନ ସମ୍ପ୍ରଦାୟ ଯେଉଁମାନେ ବିଭିନ୍ନ ପ୍ରକାର କଳାକୃତି ପ୍ରସ୍ତୁତ କରନ୍ତି ସେମାନଙ୍କୁ ସହଯୋଗ କରିବା ସହିତ ତାଙ୍କର କଳାକୃତିକୁ ବିଭିନ୍ନ ସଂଗଠନ, ସଂଗ୍ରହାଳୟ ମାଧ୍ୟମରେ ଲୋକମାନଙ୍କୁ ଜଣାଇବା ପାଇଁ ଚେଷ୍ଟା କରିବି। ସ୍ଥାନୀୟ କଳାକାରଙ୍କୁ ସହାୟତା। ସ୍ଥାନୀୟ କଳାକାରଙ୍କ କାମକୁ ଲୋକପ୍ରିୟତା କରାଇବା କିମ୍ବା କିଣିବା ବା ସେମାନଙ୍କୁ ବଜାର ବା ପ୍ରଦର୍ଶନୀ ମାଧ୍ୟମରେ ଦେଖାଇବା ପାଇଁ ସାହାଯ୍ୟ କରିବି। ସଂରକ୍ଷଣ। ଦେଶୀ କଳାକୃତିକୁ ସଂଗ୍ରହ କରି ସେଗୁଡ଼ିକୁ ସଂରକ୍ଷଣ କରାଇବାରେ ନିଜର ଯୋଗଦାନ ଦେବି ଓ ତା ସହିତ ତାକୁ ବିଲୁପ୍ତ ନ ହେବାକୁ ଦେବା ପାଇଁ ଚେଷ୍ଟା କରିବି। ଶେଷରେ ଏତିକି କହିବି, ଯଦି ଆଜି ଏହି ପବିତ୍ର ଦିନରେ ଲୋକକଳାକୁ ସମୃଦ୍ଧ କରାଇବା ପାଇଁ ଆମେ ସମସ୍ତେ ନିଜ ନିଜର ଭୂମିକା ନିର୍ବାହ କରିବା ପାଇଁ ଶପଥ ନେବା, ନିଶ୍ଚିତ ଭାବେ ଆମ ସୁପ୍ତ ଲୋକକଳା ଆଉ ଥରେ ଜାଗ୍ରତ ହୋଇ ଉଠିବା ସହିତ ଆମ କଳା ସଂସ୍କୃତିର ଉନ୍ନତି ହେବ, ତତ୍ ସହିତ ରାଜ୍ୟର ଆର୍ଥିକ ଓ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ। ପିଲାମାନେ, ଏହା ତ ଥିଲା ଆମର ବକ୍ତୃତା ପ୍ରତିଯୋଗିତାର ମୁଁ ଲେଖିଥିବା ଛୋଟିଆ ଅଂଶଟିଏ। ଆଶା କରିବି ତୁମେ ପ୍ରଥମେ ଏହି ବକ୍ତୃତାକୁ ଗୀତ ମାଧ୍ୟମରେ ତୁମେ ଏହାକୁ ଆରମ୍ଭ କରିବ ଏବଂ ଉତ୍ସାହର ସହିତ ବିଲକୁଲ ବ୍ୟସ୍ତ ନ ହୋଇ
ଏ ବକ୍ତୃତାକୁ 3 ମିନିଟ୍ ଭିତରେ ଶେଷ କରିବାକୁ ଚେଷ୍ଟା କରିବ। ନିହାତି ଭାବେ ତୁମର ବକ୍ତୃତା ପ୍ରତିଯୋଗିତାରେ ଭଲ କରିବ ବୋଲି ମୋର ଦୃଢ଼ ବିଶ୍ୱାସ। ଏତିକି କହି ମୁଁ ଆଜିର ଭିଡ଼ିଓଟିକୁ ଶେଷ କରୁଛି। ଧନ୍ୟବାଦ।